ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ মহৎ নামରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 10 ପଦରେ ଆମମାନେ ଏପରି ପାଠ କରୁ, ତୁମ୍ଭର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ। ମନୁଷ୍ୟକୁ ଈଶ୍ୱର ଆପଣା ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ଗଢ଼ି ପୃଥିବୀରେ ଈଶ୍ୱରଙ୍କ ପ୍ରତିନିଧିତ୍ୱ କରିବାକୁ ସ୍ଥାପନ କଲେ। ଈଶ୍ୱରଙ୍କର ଇଚ୍ଛାକୁ ପୂରଣ କରିବା ହିଁ ମନୁଷ୍ୟର ସବୁଠାରୁ ବଡ଼ କର୍ତ୍ତବ୍ୟ। ମାତ୍ର ପାପ ହେତୁ ମନୁଷ୍ୟ ଈଶ୍ୱରଙ୍କ ଶତ୍ରୁ ହୋଇଛି। ଈଶ୍ୱରଙ୍କର ଇଚ୍ଛାକୁ ପୃଥିବୀରେ ସଫଳ ହେବା ନିମନ୍ତେ ସେ ନିଜେ ବାଧକ ସାଜିଛି। ପ୍ରଭୁ ଶ୍ରୀଖ୍ରୀଷ୍ଟ ପାପର ଦାସତ୍ୱରୁ ମନୁଷ୍ୟକୁ ମୁକ୍ତ କରିବା ନିମନ୍ତେ ମାନବ ଶରୀର ଧାରଣ କଲେ। ପୁଣି ସେ ଆପଣା ପାର୍ଥିବ ଜୀବନରେ, ବାକ୍ୟ ପ୍ରଚାରରେ, କାର୍ଯ୍ୟରେ, ବ୍ୟବହାରରେ ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବାକୁ ଲାଗିଲେ। ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବାକୁ ଯାଇ ପାପୀ ମନୁଷ୍ୟର ପରିତ୍ରାଣ ନିମନ୍ତେ କ୍ରୁଶରେ ମନୁଷ୍ୟର ପାପ ଦଣ୍ଡ ଭୋଗ କଲେ। ଏହା ସମ୍ବନ୍ଧରେ ସେ ଈଶ୍ୱରଙ୍କୁ କହିଲେ, ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ କ୍ରୁଶୀୟ ବଳିଦାନରେ ବିଶ୍ୱାସ କରେ, ସେ ପରିତ୍ରାଣ ପାଏ, ପାପ କ୍ଷମା ପାଏ। ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବା ପାଇଁ ସେ ସମର୍ପିତ ହୁଏ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ। ଆପଣ ମଧ୍ୟ ଯେପରି ଈଶ୍ୱରଙ୍କୁ କହିପାରିବେ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ। ଏଥିପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।